ସକାଳ 7ଟାରେ ମୋର ଆରମ୍ଭ ହୁଏ ଆଜିର ଦିନ। ରୁମ୍ରେ ସମସ୍ତ କାମ ସାରିବା ପରେ ବାହାରିଥିଲି ମାର୍କେଟ। କାଲିର ବ୍ଲଗ୍ରେ ଅଧା ରଖିଥିବା କଥାକୁ ଆରମ୍ଭ କରୁଛି ଏବେ। ସକାଳେ ବରଗଡ଼ରେ ପହଞ୍ଚିବା ପରେ ପୁଣି ଏକ ବସ୍ ଧରି ଯାଇଥିଲି ମୋ ସ୍କୁଲ ଅଭିମୁଖେ, ଯାହା ବରଗଡ଼ଠାରୁ ପ୍ରାୟ 100 କିମି ଦୂର ହେବ। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ପହଞ୍ଚିଥିଲି ମୋର ସ୍କୁଲ ପଲସଦା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଅଫିସିଆଲି ସବୁ କାମ ସାରିବା ପରେ ଆରମ୍ଭ ହୁଏ ବାର୍ତ୍ତାଳାପ। ଆଉ ପଣ୍ଡା ଆଜ୍ଞା କେନ୍ତା ଅଛନ୍? ସବୁ ଭଲ୍ ଭଲ୍? ବିହା ହେଇଛନ୍ କେ? ଏଇଠି ଏକା ରହିବେ କି ବାପା ମାଙ୍କ ସାଙ୍ଗେ ରହିବେ? ଏମିତି ସବୁ ପ୍ରଶ୍ନର ଉତ୍ତର ଦେବା ମୋ ପାଇଁ କାଠିକର ପାଠ ହୋଇଥିଲା, କାହିଁକିନା ସେ ଭାଷା ସହ ମୁଁ କେବେ ବି ଜଡ଼ିତ ନଥିଲି। ପ୍ରାୟ 3 ମାସର ଅବଧି ପରେ ମୁଁ ଏମିତି ସମ୍ବଲପୁରୀ ଭାଷା କହିବାକୁ ଲାଗିଲି ଯେ ସମସ୍ତଙ୍କର ଗୋଟିଏ କଥା, ଏ ବୁଆଗୋ ଦେଖ ତ ପଣ୍ଡା ସାର୍ ସମ୍ବଲପୁରୀ କେନ୍ତା କହୁଛନ୍। ପ୍ରାୟ 18 ମାସର ଅବଧି ପରେ ମୋର ବଦଳି ହୋଇଗଲା ମୟୂରଭଞ୍ଜ ଜିଲ୍ଲାକୁ, ଯେଉଁଠାରେ ଏବେ ମୁଁ କାର୍ଯ୍ୟରତ। ମାର୍କେଟରୁ ସବୁ ଜିନିଷ ଆଣିବା ପରେ ଆରମ୍ଭ ହୁଏ ଆଜିର ବିରିୟାନୀ ପ୍ରସ୍ତୁତି। ଗୋଟିଏ ପଟେ ମ୍ୟାରିନେଟ୍ ଚିକେନକୁ କଷିବା ସହ ଅନ୍ୟ ପଟେ ଗରମ ପାଣିରେ ଚାଉଳକୁ ଦେଇ ଗୋଟିଏ ସୋପାନ ଶେଷ କରିଥିଲି। ରବିବାର ରୋଷେଇ କରିବାର 1% ଇଚ୍ଛା ନଥିଲେ ବି ବିରିୟାନୀ ଖାଇବା ପାଇଁ ଏତେ ସବୁ ପାଲା କରେ, କାରଣ ହୋଟେଲ ଖାଦ୍ୟରେ ତେଲର ମାତ୍ରା ଏତେ ବଢ଼ୁଛି ଯେ ଇଚ୍ଛା ହେଉନାହିଁ ଖାଇବାକୁ। ଚିକେନ ଉପରେ ଭାତର ଲେୟାରିଂ ସାରିବା ପରେ ସ୍ଲୋ ଆଞ୍ଚରେ 20 ମିନିଟ୍ ଯାଏଁ ଦମ୍ ଦେଇଥିଲି। ଯେମିତି ଥାଳିକୁ ବିରିୟାନୀ କାଢ଼ିବା ଆରମ୍ଭ କରେ, ଖାଇବି କ'ଣ ଦେଖିକି ତ ମୋ ପେଟ ପୁରି ଯାଉଥାଏ ଆଉ। ରାଇତା ସହ ଚିକେନ ଗ୍ରେଭି ଓ ସାଲାଡ଼ ବିରିୟାନୀର ସ୍ୱାଦକୁ ଦ୍ୱିଗୁଣିତ କରୁଥାନ୍ତି। ବିରିୟାନୀର ଟେଷ୍ଟ ଏତେ ଭଲ ଥିଲା ଯେ କ'ଣ ବା ଆଉ କହିବି। ରାତିରେ ସବୁ ବାସନକୁ ଧୋଇ ଶୋଇବାକୁ ଯାଇଥିଲି। ଆଜି ପାଇଁ ଏତିକି। ବାଏ ବାଏ।